ତା ବାପା ଆହୁରି କଳଙ୍କିତ ଲୋକ। ଏତେ ଥର ତ ମୋ ଝିଅ ଗଲା ଆମ ଘର ମାନଙ୍କରେ ଝିଅ ଗୋଟେ ଭୁବନେଶ୍ୱର ଯଦି ଯାଉଛି ଗାଁ ଗହଳିରୁ ହିସାବ ରହୁଛି 3 ଥର ପାକିସ୍ତାନ ଗଲା। କଣ ମଲ୍ଲି ନା ମାଳମ ତା ବାପା ବେକରେ ପକେଇଥିଲା କି ମାଳ 3 ଥର ଯେତେବେଳେ ଗଲା ଭିସା ଫିସା ଯୋଗାଡ଼ କରି ଯାଉଛି ଆଉଛି। ହେଲେ ଝିଅ କୋଉଠିକି ଯାଇଥିଲୁ ଏତିକି ବୁଝିପାରିଲୁନି। ଆହୁରି କଳଙ୍କିତ ଲୋକ ତା ବାପା। ତା ଦେଶଦ୍ରୋହୀଙ୍କ ଦେଶଦ୍ରୋହୀ ତା ବାପା। 12-13ଟା ମହିଳା ଦେଶଦ୍ରୋହୀ ବାହାରିଲେଣି। ତାଙ୍କୁ ବିଚାର ନକରି ଗୋଟେ ଘର ଭିତରେ ପୁରା ଲଙ୍କା ଧୂଆଁ ଦେଇକି 15 ଦିନ ଖଣ୍ଡେ ରଖିଦିଅ, ତାର ଭିତରେ ସଫା ହେଇଯାଆନ୍ତୁ ଭଲ ହବ। ୱେଷ୍ଟବେଙ୍ଗଲ ଯୋଉ ପଦୁଆ ନଦୀ ଯୋଉଠି ମାନେ ବେଷ୍ଟ ଇଲିଶି ମାଛ, ତା କୂଳରେ ବଙ୍ଗଳାଦେଶୀ ସବୁ ଡଙ୍ଗାରେ ଲଞ୍ଚରେ ଆସି ଭାରତ ଭିତରେ ୱେଷ୍ଟବେଙ୍ଗଲରେ ଅଛନ୍ତି। ସବୁ ଚିହ୍ନଟ କରି ଧରିବା ଦରକାର। ସେ ଯୋଉ ହାତରେ ଡାହାଣ ହାତରେ ଉଡ଼ଉଥିଲା ସେଇ ହାତଟି କାଟିଦେଲେ ସୁବିଧା ହବ। ଆଉ ଜୀବନରେ ଆଉ କେବେ କୋଉଠି ଭୁଲ କରିବନି। ବହୁ ବଙ୍ଗଳାଦେଶୀ ଗାଁ ଗହଳିରେ ଯାଇ ଲୁଚିକି ବିଶେଷ ତ ରହିଛନ୍ତି ଭିତର କନିକା, ମୁଁ ଦେଖିକି ଆସିଛି। ଏବଂ ୱେଷ୍ଟବେଙ୍ଗଲ ଯୋଉ ପଦୁଆ ନଦୀ ଯୋଉଠି ମାନେ ବେଷ୍ଟ ଇଲିଶି ମାଛ, ତା କୂଳରେ ବଙ୍ଗଳାଦେଶୀ ସବୁ ଡଙ୍ଗାରେ ଲଞ୍ଚରେ ଆସି ଭାରତ ଭିତରେ ୱେଷ୍ଟବେଙ୍ଗଲରେ ଅଛନ୍ତି। ସବୁ ଚିହ୍ନଟ କରି ଧରିବା ଦରକାର। ଏଠି କୋରାପୁଟରେ ଯୋଉ ରିଫ୍ୟୁଜ ବହୁତ ବଙ୍ଗଳାଦେଶୀ ଅଛନ୍ତି। ଭୁବନେଶ୍ୱରରେ ବହୁତ ଅଛନ୍ତି, ମାଲକାନଗିରି ଅଛନ୍ତି। ଯୋଉଠି ଅଛନ୍ତି ଚିହ୍ନଟ କରି ବାହାର କରିବା ଦରକାର। ଏ ପବିତ୍ର ଭାରତ ବର୍ଷରୁ ଦେଶଦ୍ରୋହୀ ମାନଙ୍କୁ କୋଉଠି ପାକିସ୍ତାନ ଅଛନ୍ତି ବାହାର କର, ଦେଶଦ୍ରୋହୀ କାଢ। 12-13ଟା ମହିଳା ଦେଶଦ୍ରୋହୀ ବାହାରିଲେଣି। ତାଙ୍କୁ ବିଚାର ନକରି ଗୋଟେ ଘର ଭିତରେ ପୁରା ଲଙ୍କା ଧୂଆଁ ଦେଇକି 15 ଦିନ ଖଣ୍ଡେ ରଖିଦିଅ, ତାର ଭିତରେ ସଫା ହେଇଯାଆନ୍ତୁ ଭଲ ହବ। ସେ ତା ଭିତରେ ଯାଉଛନ୍ତି, ଯେ 12 ଜଣ ଭିତରେ ଯାଉଛନ୍ତି। ଇଏ ପୁରୀ ବାଲା ବିଷୟରେ ବାହାର, ସେଇ ବାହାର କଥା କହିଛି ମୁଁ। ଗୋଟେ ଘରେ ପୁରେଇ ଦିଅ, ପୁଳେ ଲଙ୍କାରେ ନିଆଁ ଲଗେଇ ଦିଅ, କବାଟକୁ ଦେଇଦିଅ, ଚାରିଆ ମୁଜି ଦିଅ, ତାର ଭିତରେ ଚୁଟେଇ ଚାଲିଯାଆନ୍ତୁ। ଆଉ ଜୀବନ ଇଏ ଜନ୍ମରେ ତ ଛାଡ଼, କୋଉ ଜନ୍ମରେ ଜନ୍ମ ଯଦି ନବୁ ଆଉ କେବେ ଗୁପ୍ତଚରୀ କରିବୁନି। ଅତି ଅନ୍ୟାୟ, ଦେଶଦ୍ରୋହୀ। ତା ବାପା ଆହୁରି କଳଙ୍କିତ ଲୋକ। ଏତେ ଥର ତ ମୋ ଝିଅ ଗଲା ଆମ ଘର ମାନଙ୍କରେ ଝିଅ ଗୋଟେ ଭୁବନେଶ୍ୱର ଯଦି ଯାଉଛି ଗାଁ ଗହଳିରୁ ହିସାବ ରହୁଛି 3 ଥର ପାକିସ୍ତାନ ଗଲା। କଣ ମଲ୍ଲି ନା ମାଳମ ତା ବାପା ବେକରେ ପକେଇଥିଲା କି ମାଳ 3 ଥର ଯେତେବେଳେ ଗଲା ଭିସା ଫିସା ଯୋଗାଡ଼ କରି ଯାଉଛି ଆଉଛି। ହେଲେ ଝିଅ କୋଉଠିକି ଯାଇଥିଲୁ ଏତିକି ବୁଝିପାରିଲୁନି। ଆହୁରି କଳଙ୍କିତ ଲୋକ ତା ବାପା। ତା ଦେଶଦ୍ରୋହୀଙ୍କ ଦେଶଦ୍ରୋହୀ ତା ବାପା। ଆରେ ପୁରୀ ମନ୍ଦିର କେହି ହାତ ମାରି ପାରିବେନି। ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ କେହି ହାତ ମାରି ପାରିବେନି। ସ୍ୱୟଂ ଜଗନ୍ନାଥଙ୍କର ସେ କୌଣସି ଅସ୍ତ୍ର କାମ ଦବନି। କାଲି ଲିଙ୍ଗରାଜ ମନ୍ଦିର ଏଠି ସବୁ ହାତ ମାରି ପାରିବେନି। ଏ ଶିବଙ୍କର, ସେ ନାରାୟଣଙ୍କର, ଏ ସ୍ୱୟଂ ଦେବତାଙ୍କର। କିଏ ବୁଲଉଥିଲା ଖବର ଆସିଛି, ଆଜି ପେପରରେ ବାହାରିଛି। ଆମେ ଇନକ୍ୱାରି କରୁଛୁ। ସେ ଲୋକକୁ ବିହିତ କାର୍ଯ୍ୟାନୁଷ୍ଠାନ ଦଣ୍ଡ ଦିଆଯିବ। କାହିଁକି ତୁ ବୁଲଉଥିଲୁ? ତା ଡାହାଣ ହାତ କାଟିଦେଲେ ସୁବିଧା ହବ। ସେ ଯୋଉ ହାତରେ ଡାହାଣ ହାତରେ ଉଡ଼ଉଥିଲା ସେଇ ହାତଟି କାଟିଦେଲେ ସୁବିଧା ହବ। ଆଉ ଜୀବନରେ ଆଉ କେବେ କୋଉଠି ଭୁଲ କରିବନି।